ସଣ୍ଡେ ସ୍ପେଶିଆଲ ଆମର ନେଇକିରି ପଳେଇ ଆସିଲି ବନ୍ଧୁ ମାନେ। ଆଉ ଆମର ଆଜି ହବ ଦେଶୀ କୁକୁଡ଼ା ଝୋଳ ଟିକେ ହବ। ଆମେ ଥିଲେ ମହାରାଷ୍ଟ୍ରରେ ଦେଶୀ କୁକୁଡ଼ା ଟିକେ ମିଳିଲା, ତ ଦେଶୀ କୁକୁଡ଼ା ଟିକେ ଆଜି ବନେଇବା, ଗୋଟେ ଅଲଗା ଷ୍ଟାଇଲରେ ବନେଇବା। ଆପଣମାନେ ଦେଖିବେ, ମଜା ଆସିବ, ଆଉ ଆପଣମାନେ ବନେଇକି ଖାଇବେ ବୋଲି ମୋର ଆଶା ଆଉ ବିଶ୍ୱାସ। ସକାଳ 10ଟା ସୁଦ୍ଧା ମୁଁ ଛାଡ଼ିଦେବି ବ୍ଲଗଟା ବନେଇକିରି, ଯାହା ଫଳରେ ଆପଣମାନେ ଆରାମସେ ବନେଇକିରି ପୁରା ଖାଇବେ। ଆଜି ସଣ୍ଡେ ଦିନ ପୁରା ମଜା ଆସିଯିବ ଯେମିତି, ବୁଝିପାରିଲେ କି ନାହିଁ। ସେଥିପାଇଁ ବୋଲି ଆମର ଦେଖିପାରୁଥିବେ ଯେମିତି ଆମେ ତେଲ ଆଗ ଆଡ଼ କରିଦେଲେ, ସୋରିଷ ତେଲ, ତାପରେ ଆମର ପିଆଜ ଆଉ ଅଦା ରସୁଣ ଆଡ଼ ନ କରି ଆମେ ଡାଇରେକ୍ଟ ଆଡ଼ କରିଦେଲେ ଚିକେନକୁ ଆଡ଼ କରିସାରିଲା ପରେ ଆମର ଅଦା ରସୁଣ ପଛେ ଆଡ଼ କରିବା। ଏଟା ଗୋଟେ ନୂଆ ଷ୍ଟାଇଲ ଚିକେନ ଗୋଟେ ଆଜି ବନେଇବାକୁ ଇଚ୍ଛା ହେଲା, ଦେଶୀ କୁକୁଡ଼ାଟା କହିକିରି। କାହିଁକିନା ତେଲରେ ଟିକେ ଚିକେନଟା ଭାଜି ହେଲେ ଭଲ ହବ, ହେଲେ ମୋ ପାଖରେ ତ ବେଶୀ ଜାଗା ନାହିଁ, ସେଥିପାଇଁ ବୋଲି ଏମିତି ବ୍ୟବସ୍ଥା ଟିକେ କରାଇ। ଯେମିତି ଦେଖିପାରୁଥିବେ ହଳଦୀ ଟିକେ ପକେଇ ଦେଇଥିଲେ, ଆଉ ଲୁଣ ଟିକେ ଆମର ପକେଇ ଦେଇଥିଲେ, ସେ ଟିକେ ଆମର ହେଇଗଲାଣି, ଲାଲ ହେଇ ଆସିଲାଣି। ଏବେ ପିଆଜ ଆଡ଼ କରିବା, ସୋରିଷ ତେଲ ଯୋଉ ମଝିରେ ଯୋଉ ବଞ୍ଚିଥିବ ଚିକେନଟାକୁ ଟିକେ ସାଇଡ୍ କରିଦେଇକି ତରା କରିଦେଇକିରି ମଝିରେ ଯୋଉଟା ବଞ୍ଚିଥିବ ସେଇଠି ଆମର ପକେଇଦବା। ଯୋଉ ତେଲଟା ବଞ୍ଚିଥିବ ସେଠି ମାନେ ଆମର କଟର କି ଚଲେଇ ଚୁଲା ଦେବା। ଚଲେଇ ଚୁଲା ସାରିଲା ପରେ ପିଆଜ ଯୋଉ ଆମର ଯେଟା ଟିକେ ଲାଲିଆ ହେଇଯିବ, ଲାଲିଆ ହଉ ନ ହଉ ମାନେ ଆପଣଙ୍କୁ ଲାଗିବ ଯେତେବେଳେ ଯେ ଏଟା ଠିକ ହେଇଗଲା, ସେତିକିବେଳେ ଅଦା ରସୁଣ ଆଉ ଆମର ଯୋଉ କଞ୍ଚା ଲଙ୍କାଟାକୁ ଯୋଉ ଠେସିଥିଲେ ତାକୁ ଆଡ଼ କରିଦେବେ। ଠେସିକି ଆଡ଼ କରିବେ, ବହୁତ ବଢ଼ିଆ ଲାଗିବ। ମୋର କଥା ମାନିକି ଥରେ କରିକି ଦେଖିବେ। ଆଉ ଗୋଟେ କଥା ମାନିକିରି ଆମର ଛୋଟ ଭାଇ ହିସାବରେ ମୁଁ ଗୋଟେ ରିକ୍ୱେଷ୍ଟ କରିବି, ଯେ ଦେଶୀ କୁକୁଡ଼ା ଝୋଳ ଟିକେ କରୁଛନ୍ତି, ଏଭଳିଆ ଆଳୁ ଟିକେ ଚେନା କାଟିକିରି ସିଧା ଚାରି ଫାଳ ଲେଖା କରିକିରି ଟିକେ ପକେଇକି ଦେଖିବେ, ଆଉ ତାର ଆନନ୍ଦ ନେବେ। ଆଉ ଆମର ଦେଖିପାରୁଥିବେ ଯେମିତି ଆମର ମିଟ୍ ମସଲା ଟିକେ, ଚିକେନ ମସଲା ଟିକେ ଆଡ଼ କରିଦେଲେ, ତାପରେ ଆମର ଟିକେ ଜିରା ପାଉଡର ଟିକେ ଆମର ଆଡ଼ କରିଦେବା। ତାପରେ ଧନିଆ ପାଉଡର ଆମର ଗୋଟେ ଗୁଣ୍ଡ କରିକି ରଖା ହେଇଛି, ତ ଆମର ଧନିଆ ପାଉଡର ବି ଟିକେ ଆଡ଼ କରିଦେବା। ତ ମାର ଧନିଆ ଗୁଣ୍ଡ ବନ୍ଧୁମାନେ ଯେତିକି ଅଛି ସବୁରା ଢାଳି ଦେବା, ଆଉ କିଛି କରିବାର ନାହିଁ ଆଜି। ଆଉ ତ ଦେଖିପାରୁଥିବେ ଆମର ପୁରା ଇଏ ରେଡି ହେଇଗଲାଣି। ଆଉ ଆପଣମାନେ ଜାଣିପାରିବେନି ଏବେ ଦେଖିଲେ ଯେ ଆଗ ଆମେ ଅଦା ରସୁଣ ଆଡ଼ କରିଥିଲେ ନା ଆଗ ଆମେ ପିଆଜ ଆଡ଼ କରିଥିଲେ ନା ଆଗ ଆମେ ଚିକେନ ଆଡ଼ କରିଥିଲେ। ତ ବନେଇବେ, ବହୁତ ବଢ଼ିଆ ମଜା ଆସିବ। ତାପରେ ଆମର ଚାଇନିଜ ଗରମ ମସଲା ଟିକେ ପକେଇଦେଲି। ଚାଇନିଜ କ'ଣ ପାଇଁ କହିଲେ, ଏଟା ମହାରାଷ୍ଟ୍ରରୁ ମିଳିଥିଲା, ଏଟା କୋଉ କମ୍ପାନୀର ମୁଁ ଜାଣିନି। ଆଉ ଆପଣ ଦେଖିପାରୁଥିବେ ପୁରା ଦବେଇକିରି ଆମର ଅରୁଆ ଭାତ ଟିକେ ଆଜି କାଢ଼ିଛି ତୁମ ଭାଇଟା, କେତେ ଦିନ ପରେ ହେଇଛି ଦେଶୀ କୁକୁଡ଼ା ଟିକେ କହିକିରି ଭଲ ଭାବରେ ଟିକେ ଆଜି ଭାତ ଗଣ୍ଡେ କାଢ଼ିଛି। ତ ଭାତ ସାଙ୍ଗରେ ଆଳୁ 2 ପିସ୍ ଆଉ ଆମର ଚିକେନ ଦବେଇକି ଆଣିବେ, ଲେଗ ପିସ୍ ଫେଗ ପିସ୍ ଯୋଉ କଟେଇଥିବେ ସାଇଜିଆ, ସେଟା ସବୁ ଭରକେଇବେ। ଆଉ ଅରୁଆ ଭାତ ସାଙ୍ଗରେ ଟିକେ ଟ୍ରାଏଲ କରିକି ଦେଖିବେ ଆଉ କେମିତି ଲାଗିଲା ଆପଣଙ୍କୁ ଚିକେନ ବ୍ଲଗଟା, ଟିକେ ସେଟା ବି ବତେଇବେ। ବହୁତ ବଢ଼ିଆ ଲାଗିଥିବ ବୋଲି ମୋର ଆଶା ଆଉ ବିଶ୍ୱାସ ଅଛି। ଆଉ ଏତିକି ପର୍ଯ୍ୟନ୍ତ ଦେଖିଲେଣି ଯଦି ଲାଇକ୍ ସେୟାର ସବସ୍କ୍ରାଇବ ଯଦି କରିବେ, ସବୁ ସଣ୍ଡେ ସ୍ପେଶାଲ ଆପଣମାନେ ଏଭଳିଆ ନନଭେଜ ଭିଡ଼ିଓ ଗୋଟେ ପାଇବେ, ଯୋଉଟା ଟିକେ ୟୁନିକ୍ ଷ୍ଟାଇଲରେ କରିବା। ଆଉ ଟେଷ୍ଟ କେମିତି ହେଇ ଯଦି ଜାଣିବାକୁ ଚାହୁଁଛନ୍ତି ଭାଇମାନେ, ତାହେଲେ ଯେମିତି ବତେଇଲି ସେମିତି ବନାନ୍ତୁ ଆଉ ଖାଆନ୍ତୁ, ଆଉ ଆପଣମାନେ କମେଣ୍ଟ କରନ୍ତୁ।